ଛତ ଖୋଜିଲା ବେଳେ ବେନାମୀ ଇଟା ଘାଟି ମାତିଛି ତାପରେ କ'ଣ ଆଜି କହିବେ? ବର୍ତ୍ତମାନ ଯେଉଁ ହିଞ୍ଜିଳି ଅଞ୍ଚଳରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଯେଉଁ ବେନାମୀ ଇଟା ଭାଟି ଚାଲିଛି, ବଡ଼ ବଡ଼ ମାଫିଆମାନଙ୍କୁ ଛାଡ଼ି ନିମ୍ନ ମାଫିଆମାନଙ୍କୁ, ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ତୋଡ଼ଫୋଡ଼ ଚାଲିଛି, କିନ୍ତୁ ବଡ଼ ବଡ଼ ମାଫିଆମାନଙ୍କୁ ଆଶ୍ରୟ ଦିଆଯାଉଛି। କୋଟି କୋଟି ଟଙ୍କାର ରାଜସ୍ୱ ନଷ୍ଟ କରାଯାଉଛି। କାହାର ଇଙ୍ଗିତରେ, କାହାର ଆଶୀର୍ବାଦରେ, କାହାର ବାଉଛାୟା ତଳେ ଏ ଇଟା ଭାଟି ଚାଲିଛି, ଯାହାକି କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି। ମାଟି ଚୋରେଇକି କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି, ପ୍ରଶାସନର ନିଘା ନାହିଁ। ତତ୍ସଙ୍ଗେ ସଙ୍ଗେ ଏକର ଏକର ହଜାର ହଜାର ଏକର ଚାଷ ଜମି ମଧ୍ୟ ଆଜି ପଡ଼ିଆ ପଡ଼ିଲାଣି। ସରକାର ତାହା ପ୍ରତି ଦୃଷ୍ଟି ଆକର୍ଷଣ କରୁନାହାନ୍ତି। ଛୋଟିଆ ଚାଷୀମାନେ ଆଜି ଚାଷରୁ ବଞ୍ଚିତ ଅଛନ୍ତି। ଜମି ମାଫିଆ, ଇଟା ମାଫିଆ, ବାଲି ମାଫିଆମାନଙ୍କ ଦ୍ୱାରା ଆଜି ମଧ୍ୟବିତ୍ତ କୃଷକ ଏବଂ ନିମ୍ନମାନର କୃଷକମାନେ ଅନ୍ତସନ୍ତ ହେଲେଣି। ସରକାର ଆ ଉପରେ ଦୃଷ୍ଟି ଆକର୍ଷଣ କରନ୍ତୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଆ ଉପରେ ଦୃଷ୍ଟି ଆକର୍ଷଣ କରନ୍ତୁ, ନଚେତ ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟି ଜନ ଆନ୍ଦୋଳନ ସୃଷ୍ଟି କରିବ, ରାଜରାସ୍ତାକୁ ଓହ୍ଲାଇବ। ଜୟ ଜଗନ୍ନାଥ। ଧନ୍ୟବାଦ। ଅଜରାମ ସାବତ, ଉତ୍ତୁ ସାବତ, ଆସ୍କା ଲୋକସଭା ଆବାହକ, ଆମ୍ ଆଦମୀ ପାର୍ଟି। ଟିକେ ନାକି କରିବାର ଆଜିର ଉଦ୍ଦେଶ୍ୟ କ'ଣ ରହିଛି? ପ୍ରେସ୍ ମିଟ୍ କରିବାର ଆଜିର ଉଦ୍ଦେଶ୍ୟ ହେଲା ସତ୍ୟ ଅମର, ସତ୍ୟ ଅପରାଜୟ, ସତ୍ୟ ଧର୍ମ ନ୍ୟାୟର ବିଜୟ ହୋଇଛି ଆମ୍ ଆଦମୀ ପାର୍ଟିର। କାରଣ ଆମର ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପୂର୍ବତନ ଶିକ୍ଷାମନ୍ତ୍ରୀ ସିସୋଦିଆ ଏବଂ ଅନ୍ୟମାନଙ୍କ ଉପରେ ଯେଉଁ ମିଥ୍ୟାରୋପ କରି ଆମ୍ ଆଦମୀ ପାର୍ଟିକୁ ଦମନ କରିବା ପାଇଁ ଯେଉଁ ପ୍ରକାର ଅଭିପ୍ରାୟ ଚାଲିଥିଲା, ତାହା ମାନ୍ୟବର ନ୍ୟାୟାଳୟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ। ଏବଂ ଆମ୍ ଆଦମୀ ପାର୍ଟି ଆସନ୍ତା ଦିନରେ ନିଶ୍ଚୟ ତାର ଉପଯୁକ୍ତ ଜବାବ ଦେବ, ନ୍ୟାୟ ମାର୍ଗରେ, ଧର୍ମ ମାର୍ଗରେ ଏବଂ ସତ୍ୟ ମାର୍ଗରେ। କାହିଁକି ନା ଆମ୍ ଆଦମୀ ପାର୍ଟି ତାର ଯେଉଁ ମ୍ୟାନୁଫ୍ୟାକ୍ଚର ଅଛି, ଶିକ୍ଷା, ବିଜୁଳି ଏବଂ ରୋଜଗାର, ତାକୁ ଚକ୍ଷୁଶୂଳ ହୋଇ ଆମ୍ ଆଦମୀ ପାର୍ଟିର ପୂର୍ବତନ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଅନ୍ୟାନ୍ୟ ଉଚ୍ଚ ନେତୃତ୍ୱକୁ ଯେଉଁ ପ୍ରକାର କୁଟାଘାତ କରିଛନ୍ତି, ମାନସିକ ନିର୍ଯାତନା ଦେଇଛନ୍ତି, ମିଥ୍ୟା ଆରୋପ କରିଛନ୍ତି, ତାର ଉଚ୍ଚ ନ୍ୟାୟାଳୟ ଉପଯୁକ୍ତ ନ୍ୟାୟ ଦେଇ ସତ୍ୟର ବିଜୟ କରିଛନ୍ତି, ଧର୍ମର ବିଜୟ କରିଛନ୍ତି। କାହିଁକି ନା ବର୍ତ୍ତମାନ ଯେଉଁ ସରକାର ଚାଲିଛି, ନିଜସ୍ୱ ପାଇଁ ଚାଲିଛି, ଜନସାଧାରଣଙ୍କ ପାଇଁ ସେ ସରକାର ଉଦ୍ଦିଷ୍ଟ ନୁହଁ। ମିଥ୍ୟା ପ୍ରତିଶ୍ରୁତି ଦେଇ ଆସିଥିଲେ, ବିଜୁଳି 300 ୟୁନିଟ୍ ଦେବେ ବୋଲି କହିଥିଲେ, ଚାଷୀ ମାରଣା ନୀତି ଧରିଛନ୍ତି ଏବଂ ବାର୍ଦ୍ଧକ୍ୟ ଭତ୍ତା 3000 ଦେବେ ବୋଲି କହିଥିଲେ, ତାହା ବି ହୋଇପାରୁନି। ଏଣୁ ଆଜି ଏ ପ୍ରେସ୍ ମିଟ୍ର ବାର୍ତ୍ତା, ଖଣି ଲଘୁଜ ସମ୍ପଦ ଯେଉଁ ପ୍ରକାର ଭାବେ ହରିଲୁଟ୍ ଚାଲିଛି, ପ୍ରଶାସନ ଭକୁଆ ରହିଛି, ପ୍ରଶାସନର ମୁହଁ ଖୋଲୁନି। ଦୀପତଳ ଅନ୍ଧାର ଭଳିଆ ପ୍ରଶାସନର ତଳେ ତଳେ ଏକର ଏକର ଜମିର ମାଟି ବାଲି ନେଇ କୃତ୍ରିମ ଇଟା ଭାଟି କରି ଆଜି ରାଜସ୍ୱ କୋଟି କୋଟି ଟଙ୍କା ହରିଲୁଟ୍ ଚାଲିଛି। ସେଥିପାଇଁ ଆମ୍ ଆଦମୀ ପାର୍ଟି ଆକୁ ଦୃଷ୍ଟି ଆକର୍ଷଣ କରିବା ନିମିତ୍ତ ଏକ ପ୍ରେସ୍ ମିଟ୍ ଡକାଯାଇଛି। କାହିଁକି ନା ଜନସାଧାରଣଙ୍କର ଉଦ୍ଦେଶ୍ୟରେ ଗଣତନ୍ତ୍ରକୁ ହତ୍ୟା କରି ଚାଷୀ ମାରଣା ନୀତି, ବେକାର ଯୁବକ ମାରଣା ନୀତି, ବାର୍ଦ୍ଧକ୍ୟ ବିଧବା ଭତ୍ତା ମାରଣା ନୀତି, ବିଜୁଳି ଉପରେ ମାରଣା ନୀତି ଯେଉଁ ପ୍ରକାର ସରକାର ଚଳାଇଛନ୍ତି, ତାକୁ ଦୃଢ଼ ନିନ୍ଦା କରାଯାଉଛି। କାହିଁକି ନା ଇରିଗେସନର ବର୍ତ୍ତମାନ ଇଟାଭାଟିମାନଙ୍କ ପାଇଁ ଜଳ ଯୋଗାଣ କରାଯାଉଛି, ଯେଉଁଥିରେ କି ସେ ପାଣି ଛାଡ଼ିଲେ ଏକର ଏକର ମୁଗ, ହଜାର ହଜାର ଏକର ମୁଗ ଚାଷ ଜମି ନଷ୍ଟ ହେଲାଣି। ପ୍ରଶାସନର ନିଘା ନାହିଁ କି ଦୃଷ୍ଟି ନାହିଁ। ଏଣୁ ଆମ୍ ଆଦମୀ ପାର୍ଟି ଏ ପ୍ରେସ୍ ମିଟ୍ ମାଧ୍ୟମରେ ଜଣାଇ ଦେବାକୁ ଚାହେଁ
ଯେ କିଛି ତ ଉନ୍ନତିମୂଳକ କାର୍ଯ୍ୟ ହେଉନି, ଯଥା କିଛି ହେଉଛି ତାହା ମଧ୍ୟ ନିମ୍ନମାନର ହେଉଛି। କାରଣ ଗୋଟେ ଗୋଟେ ସେକ୍ସନରେ ତିନିଟା ସେକ୍ସନକୁ ନେଇ ଗୋଟେ ଗୋଟେ ଅଫିସରକୁ ଦାୟିତ୍ୱ ଦିଆଯାଉଛି, ଚାରିଟା ସେକ୍ସନକୁ ନେଇ ଗୋଟେ ଗୋଟେ ଅଫିସରକୁ ଦାୟିତ୍ୱ ଦିଆଯାଉଛି, 2-3ଟା ସବ୍ ଡିଭିଜନ ନେଇ ଗୋଟେ ଗୋଟେ ଅଫିସରଙ୍କୁ ଦାୟିତ୍ୱ ଦିଆଯାଉଛି, ଯଦ୍ୱାରା ତଦାରଖ ଭଲ ଭାବେ ହୋଇପାରୁନି, ଅତି ନିମ୍ନମାନର କାର୍ଯ୍ୟ ହେଉଛି। ଏଣୁ ଆମ୍ ଆଦମୀ ପାର୍ଟି ଆଜି ସୂଚାଇ ଦେବାକୁ ଚାହେଁ ଯେ ଯଦି ଅତି ନିମ୍ନମାନର କାର୍ଯ୍ୟ କରାଯାଏ ତାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଆମ୍ ଆଦମୀ ପାର୍ଟି ଓହ୍ଲାଇବ, ଏଥିରେ ଦ୍ୱିମତ ନାହିଁ। କ'ଣ କହିବେ? ଆପଣଙ୍କ ପରିଚୟଟା? ଆସ୍କା ଲୋକସଭା ଆବାହକ କୃଷକ ଆବାହକ ଲଡ଼ୁ କିଶୋର ବିଶ୍ୱାସରା। ଆଜିର ପ୍ରେସ୍ ମିଟିଂ ମାଧ୍ୟମରେ ମୁଁ ଜଣାଉଛି ଯେ ଆଜିର ଏଇ ଯେଉଁ ଚାଷୀଙ୍କର କୌଣସି ଉନ୍ନତିମୂଳକ ନାହିଁ କି ଶିକ୍ଷାର ବି କୌଣସି ମୂଳକ ନାହିଁ, ବେକାରିଆ ଯୁବକମାନଙ୍କ ପାଇଁ ବି କିଛି କୌଣସି ସୁବିଧା ନାହିଁ। ନିଜ ମନ୍ତ୍ରୀମାନଙ୍କର ନିଜର ସ୍ୱାର୍ଥ ପାଇଁ ନିଜ ପକେଟ ପାଇଁ ସିନା ତାଙ୍କର ଦେଖୁଛନ୍ତି, କିନ୍ତୁ ଚାଷୀଙ୍କ ପାଇଁ କିଛି କାର୍ଯ୍ୟମୂଳକ ନାହିଁ। ଏହାର ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅତି ନିବେଦନ ଜଣାଉଛି। ଏହାର ତଦାରଖ କରିବା ପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି। ଧନ୍ୟବାଦ।